ମହାକାଶରେ ସଫଳ ହୋଇଛି ପ୍ରଥମ ଧାନ ଅମଳ। କଣ ଏ କଥା ଶୁଣି ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ କି? କିନ୍ତୁ କଥାଟି ପୁରାପୁରି ସତ। ତେବେ ଯେଉଁ କଥା ଦିନେ କାଳ୍ପନିକ ଥିଲା ଆଜି ତାହା ସତ ହୋଇଛି। ତେବେ ବାସ୍ତବ କଥା ହେଉଛି ଟ୍ୟାଙ୍ଗଙ୍ଗ ମହାକାଶ କେନ୍ଦ୍ରରେ ଥିବା ଚୀନର ମହାକାଶଚାରୀ ମାନେ ସେଠାରେ ଚାଷ କରି ପ୍ରଥମ ଥର ଲାଗି ଧାନ ଅମଳ କରିବାରେ ସଫଳ ହୋଇଛନ୍ତି। ଭବିଷ୍ୟତରେ ହେବାକୁ ଥିବା ଦୀର୍ଘକାଳୀନ ଅଭିଯାନ ପାଇଁ ଖାଦ୍ୟ ଉତ୍ପାଦନ କରିବାକୁ ଏହା ଆଉ ଏକ ପଦକ୍ଷେପ। ବୈଜ୍ଞାନିକମାନେ ଚନ୍ଦ୍ର, ମଙ୍ଗଳ ଓ ଅନ୍ତରିକ୍ଷର ଅନ୍ୟ ସ୍ଥାନରେ ଚୀନ କରିଥିବା ଧାନ ଚାଷ ଉପାୟ ଅବଲମ୍ବନ କରି ଖାଦ୍ୟ ଶସ୍ୟ ଉତ୍ପାଦନ କରିପାରିବେ। ଗତ ମେ 2024ରେ ଉତ୍କ୍ଷେପିତ ସେନଝୋଉ 23 ମିଶନ ସମୟରେ ଏହି ଧାନ ଗୁଡ଼ିକୁ ଟ୍ୟାଙ୍ଗଙ୍ଗ ମହାକାଶ କେନ୍ଦ୍ରକୁ ନିଆଯାଇଥିଲା। ତେବେ 2 ମାସରୁ ଅଧିକ ଚାଷ କରି ମହାକାଶଚାରୀ ଜୁୟାଙ୍ଗଝୁ, ଝାଙ୍ଗଝିୱାନ ଏବଂ ଲାଇକାଇଙ୍ଗ ପ୍ରଥମ ଧାନ ନମୁନା ସଂଗ୍ରହ କରିଛନ୍ତି। ମହାକାଶଚାରୀମାନେ ଧାନ ଅମଳ କରି ଅଧିକ ଗବେଷଣା ପାଇଁ ଗଚ୍ଛିତ କରୁଛନ୍ତି। 2022ରେ ଚୀନର ମହାକାଶଚାରୀମାନେ ବିଶ୍ୱର ସର୍ବପ୍ରଥମ ସମ୍ପୂର୍ଣ୍ଣ ଧାନ ଚାଷ ଉପରେ ଗବେଷଣା କରିଥିଲେ। ସେହି ଗବେଷଣା ଆଧାରରେ ସେଠାରେ ଧାନ ଅମଳ କରାଯାଇପାରିଛି। ଏହି ଅଭିଯାନରେ ମାତ୍ର 6ଟି ଧାନ 120 ଦିନ ଧରି ଟ୍ୟାଙ୍ଗଙ୍ଗ ମହାକାଶ କେନ୍ଦ୍ର ଭିତରେ ଥାଇ ମହାକାଶ କକ୍ଷପଥରେ ପ୍ରଦକ୍ଷିଣ ହୋଇଥିଲା। ସେତେବେଳେ ଅମଳ ହୋଇଥିଲା 59ଟି ଧାନ। ସେଗୁଡ଼ିକୁ ପୃଥିବୀକୁ ଅଣାଯାଇଥିଲା। 2022ରେ ଚୀନର ମହାକାଶଚାରୀମାନେ ସର୍ବପ୍ରଥମେ ମହାକାଶରେ ଧାନ ଚାଷ ଉପରେ ଗବେଷଣା କରିଥିଲେ। ସେହି ଗବେଷଣା ଆଧାରରେ ସେଠାରେ ଧାନ ଅମଳ କରାଯାଇପାରିଛି। ଏବେର ଅଭିଯାନରେ 2 କିସମର ଜାପୋନିକା ଧାନ ଚାଷ ହୋଇଥିଲା। ସେଗୁଡ଼ିକରୁ ଗୋଟିଏ କିସମ ଅତି ସାଧାରଣ ଏବଂ କେବେ ହେଲେ ମହାକାଶକୁ ଯାଇନଥିଲା। ଅନ୍ୟ କିସମ ଧାନ ହେଉଛି 2022ରେ ଟ୍ୟାଙ୍ଗଙ୍ଗ ମହାକାଶ କେନ୍ଦ୍ରରେ ଚାଷ ହୋଇ ଅମଳ ହୋଇ ପୃଥିବୀକୁ ଅଣାଯାଇଥିବା ଧାନ। ଏହି ଅଭିଯାନ ଓ ପରୀକ୍ଷା ନିରୀକ୍ଷାର ମୂଳ ଲକ୍ଷ୍ୟ ହେଉଛି ମହାକାଶରେ ସମ୍ପୂର୍ଣ୍ଣ ଭାବରେ ଖାଦ୍ୟ ଉତ୍ପାଦନ କରାଯାଇପାରିବ ନା ନାହିଁ। ବୈଜ୍ଞାନିକମାନେ ଆଶାବାଦୀ ଯେ ଏହା ସଫଳ ହେଲେ ମହାକାଶଚାରୀଙ୍କ ପାଇଁ ଆଉ ପୃଥିବୀର ଖାଦ୍ୟ ଯୋଗାଣ ଆବଶ୍ୟକ ହେବ ନାହିଁ। ମହାକାଶରେ ଗବେଷକମାନେ ekatha ମଧ୍ୟ ଅନୁଧ୍ୟାନ କରୁଛନ୍ତି ଯେ ଏକାଧିକ ପିଢ଼ି ଧାନ ଉପରେ ଅତି ସ୍ୱଳ୍ପ ମାଧ୍ୟାକର୍ଷଣ ଶକ୍ତି କିଭଳି ଭାବରେ ପ୍ରଭାବ ପକାଉଛି। ପ୍ରଥମ ଥର ପାଇଁ ସେମାନେ ମହାଶୂନ୍ୟରେ ଗୋଟିଏ କିସମର 2 ପିଢ଼ି ଧାନ ଚାଷ କରିବା ଲକ୍ଷ୍ୟ ରଖିଛନ୍ତି। ପ୍ରଥମେ ସେମାନେ ପୃଥିବୀରୁ ନେଇଥିବା ଧାନକୁ ଚାଷ କରି ଧାନ ଅମଳ କରିବେ। ପୁଣି ସେଠାରେ ଅମଳ କରାଯାଇଥିବା ନୂଆ ଧାନ ବା ଆଉ ଏକ ପିଢ଼ିର ଧାନ ଚାଷ କରିବେ। ଏକଥାକୁ ଶୁଣି ପ୍ରଥମେ ତ ଅନେକ ଲୋକ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, କିନ୍ତୁ ପରବର୍ତ୍ତୀ ସମୟରେ ଖୁସି ବ୍ୟକ୍ତ କରିଛନ୍ତି। ବ୍ୟୁରୋ ରିପୋର୍ଟ, ଦର୍ଶନ ଓଡ଼ିଶା ଟିଭି।